বলিলা রাঘব আশা সীতা প্রাপতিরে বিচারিলে সিন্ধুপতি ଯିବା ପର୍ବତରେ ଯେ ରାମକାବ୍ୟ ବୈଦେହୀଶ ବିଳାସର 40ତମ ଛାନ୍ଦ ସୁନ୍ଦର ବର୍ଣ୍ଣନା। ଏହା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଯିଏ ରୀତିଯୁଗର ଶ୍ରେଷ୍ଠ ଆଳଙ୍କାରିକ କାବ୍ୟ ଏହି ବୈଦେହୀଶ ବିଳାସର 40ତମ ଛାନ୍ଦକୁ ସେ ବର୍ଣ୍ଣନା କରିଛନ୍ତି। ରାଗ ଆଶାବରୀ ଆମେ କହୁଛେ, ରାଗ ଆଶାବରୀ ଅର୍ଥାତ୍ ଏହା 2 ପାଦରେ 1 ପଦ ଏବଂ ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା 14 ଏବଂ ପ୍ରତି ପାଦର ତୃତୀୟ, ଷଷ୍ଠ, ଅଷ୍ଟମ ଏବଂ ଶେଷ ଅକ୍ଷର ଉପରେ ଯଥାକ୍ରମେ ଯତିପାତ ହୋଇଥାଏ। ଏହା ଦଶମ ଶ୍ରେଣୀ ସାହିତ୍ୟ ବହି ପାଇଁ ଉପଲବ୍ଧ। ଏହି ଛାତ୍ରଛାତ୍ରୀମାନଙ୍କ ଅବଗତି ନିମନ୍ତେ ଏହା ଆଶାବରୀ ଛନ୍ଦ ନିୟମରେ ରଚିତ ଏବଂ ସେହି ସ୍ୱରରେ ଏହାକୁ ନିଶ୍ଚିତ ଗାୟନ କରାଯିବା କଥା। ଆସନ୍ତୁ ଏହାକୁ ଆବୃତ୍ତି କରିବା ଏବଂ ସଂକ୍ଷିପ୍ତ ଆଲୋଚନା ମଧ୍ୟ କରିବା। ଯାହା କୁହାଯାଇଥିଲା, ବଳିଲା ରାଘବ ଆଶା ସୀତା ପ୍ରାପତିରେ বিচারিলে সিন্ধুপতি ଯିବା ପର୍ବତରେ ଯେ ବୁଡ଼ିଗଲା ପକାଇଲେ କପି ଯେତେ ଗିରି ବୁଦ୍ବୁଦନ ଦିଶେ ଜଳ ଫିଫିକୃତ କରି ଯେ। ଏହା ନିଶ୍ଚିତ ଭାବରେ କୁହାଯାଇଛି, ବଳିଲା ରାଘବ ଆଶା, ରଘୁବଂଶର ଶ୍ରେଷ୍ଠ ମର୍ଯ୍ୟାଦାବନ୍ତ ପୁରୁଷ ରାମଚନ୍ଦ୍ରଙ୍କର ଇଚ୍ଛା ହେଲା, ବଳିଲା ସୀତାଙ୍କୁ ପ୍ରାପ୍ତ କରିବା ନିମନ୍ତେ। କାରଣ ଦଶାନନ ଲଙ୍କେଶ ରାବଣ ସୀତାଙ୍କୁ ଚୋରେଇ ନେଇ ଅଶୋକ ବାଟିକାରେ ରଖିଛି। ହନୁମାନ ଦ୍ୱାରା ଏହାକୁ ଠାବ କରାଯାଇଛି ଏବଂ ସମୁଦ୍ର କୂଳରେ ରାମଚନ୍ଦ୍ର ଏବଂ ବାନର ଯୌଥ ସମେତ ସେମାନେ ସେତୁବନ୍ଧ ପ୍ରତିଷ୍ଠା କରିବା ନିମନ୍ତେ ଚେଷ୍ଟା କରୁଛନ୍ତି। ଯେଉଁ କୁହାଯାଉଛି, ସେ ବିଚାର କରୁଛନ୍ତି, ବିଚାରିଲେ ସିନ୍ଧୁ ଅର୍ଥାତ୍ ସମୁଦ୍ରକୁ ପୋତିବେ ପର୍ବତମାନଙ୍କରେ। ଆହୁରି ମଧ୍ୟ କୁହାଯାଇଛି, ବୁଡ଼ିଗଲା ପକାଇଲେ କପି ଯେତେ ଗିରି ବୁଦ୍ବୁଦନ ଦିଶେ ଜଳ ଫିଫିକୃତ କରି ଯେ। ବୁଡ଼ିଗଲା ପକାଇଲେ କପି ଯେତେ ଗିରି, କପି ଅର୍ଥାତ୍ ବାନରମାନେ ଯେତେ ପାହାଡ଼ ପର୍ବତକୁ ନେଇ ପକାଇଲେ, ଗିରି ପାହାଡ଼ ପର୍ବତ ତାକୁ ପକାଇଲେ ତାହା ସବୁ ବୁଡ଼ିଗଲା। ବୁଦ୍ବୁଦ ପାଣି ଫଟକା ପ୍ରାୟ ମିଳେଇଗଲା। ଫିଫିକୃତ ଯେଉଁ କୁହାଯାଉଛି, ଫିଫି ଶବ୍ଦ କରି ସମସ୍ତ ଏଇ ପଥର ଖଣ୍ଡ, ଶିଳା ପଥର ପାହାଡ଼ ଏସବୁ ବୁଡ଼ିଗଲା ଏବଂ ଏହାର କୌଣସି ସତ୍ତା ବି ରହିଲା ନାହିଁ, ଏହା କୁହାଯାଇଛି। ଏବଂ ପରବର୍ତ୍ତୀ ପଦରେ ମଧ୍ୟ ଅତି ସୁନ୍ଦର ଭାବରେ କବି ସମ୍ରାଟ ଏହାକୁ ବୟାନ କରିଛନ୍ତି, ବଖାଣ କରିଛନ୍ତି। ବିସ୍ମୟୀ ନିଶ୍ୱାସ ତେଜି ବରୁଣ ପ୍ରସନ୍ନେ ବିନାଶନରେ ଶୟନ ସେ ଦର୍ଭ ଶୟନେ ଯେ। ବିସ୍ମୟୀ, ସେ ଆଶ୍ଚର୍ଯ୍ୟଚକିତ ହେଲେ ରାମଚନ୍ଦ୍ର ଏବଂ ସେ ଦୀର୍ଘଶ୍ୱାସ ନେଲେ। ଆହୁରି ମଧ୍ୟ ବରୁଣ ଦେବତା, ଯେ ଜଳାଧିପତି, ଜଳର ଦେବତା ବରୁଣକୁ ପ୍ରସନ୍ନ ଖୁସି କରିବା ପାଇଁ ଚେଷ୍ଟା କଲେ। ଆହୁରି ମଧ୍ୟ କୁହାଯାଇଛି, ବିନାଶନରେ ଶୟନ, ବିନା ଅସନ ଅର୍ଥାତ୍ ବିନା ଭୋଜନରେ, ଅନାହାରରେ ସେ ଶୟନ କଲେ, ଶୋଇଲେ। ଦର୍ଭ ଶୟନ, ଦର୍ଭ ଅର୍ଥାତ୍ କୁଶ, ସେ କୁଶଶଯ୍ୟାରେ ଶୟନ କରି ବ୍ରତ ଉପବାସକୁ ଆଚରଣ କଲେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ। ଏବଂ ଏହାର ପରବର୍ତ୍ତୀ ପଦରେ ଆହୁରି ମନୋଜ୍ଞ ଭାବରେ କୁହାଯାଇଛି, ବୁଦ୍ଧି ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶ ଶିରା ବରଗିଲା ସେ ଶୁକ ସାରଣ କରି ଚାର ଯେ। ବୁଦ୍ଧେ, ହେ ଜ୍ଞାନୀମାନେ, ପଣ୍ଡିତମାନେ ଶୁଣିବା ହୁଅନ୍ତୁ। ଅନ୍ୟ ପ୍ରସଙ୍ଗ, 10 ଶିର ଅର୍ଥାତ୍ 10 ମୁଣ୍ଡ ବିଶିଷ୍ଟ ଲଙ୍କେଶ ଦଶାନନ ରାବଣ, ଯିଏ ବରଗିଲା, ସେ ପଠେଇଲା ବରଗିଲା, ଯେ ଶୁକ ଏବଂ ସାରଣ ତାହାର ଅତ୍ୟନ୍ତ ଯେଉଁ ଚତୁର ମନ୍ତ୍ରୀ ଦ୍ୱୟ
ତାଙ୍କୁ ସେ ପଠେଇଲା ଚାର ଅର୍ଥାତ୍ ଦୂତ କରି ପଠେଇଲା। ସେଇ ଯେଉଁଠି ବନବାସୀ ରାମଚନ୍ଦ୍ର ଅବସ୍ଥାନ କରୁଛନ୍ତି ସମୁଦ୍ର କୂଳରେ ସେମାନଙ୍କ ତଥ୍ୟ ଆଣିବା ପାଇଁ। ଆହୁରି ମଧ୍ୟ କୁହାଯାଇଛି ସେ କ'ଣ କହିଲା ଶୁକ ସାରଣକୁ, ବିଭୀଷଣେ କହ ଜ୍ୟେଷ୍ଠ ଭ୍ରାତା ପିତା ସରି, ବୁଝି ନ ବୁଝି କୋ ପିତା ବାଣୀ ପିତା କରି ଯେ। ହେ ଶୁକ ସାରଣ, ତୁମେ ଯିବ ମୋର ଭ୍ରାତା ଅନୁଜ ଯେଉଁ କୁହାଯାଉଛି ମୋ ସାନ ଭାଇ ବିଭୀଷଣକୁ କହିବ, ହେ ବିଭୀଷଣ, ବୁଝି ନ ବୁଝି କିଛି ଅବୁଝାପଣରେ କାହିଁକି, ଜ୍ୟେଷ୍ଠ ଭ୍ରାତା ତ ବାପାଙ୍କ ସମାନ ନା, କାହିଁକି ବୁଝି ନ ବୁଝି ତାଙ୍କ ବାଣୀ ତାଙ୍କ କଥାକୁ କୋପ କଲ, ରାଗିଗଲ। ହେ ବିଭୀଷଣ, ଏହା ନିଶ୍ଚିତ ଭାବରେ ତୁମେ ମୋର ଭ୍ରାତା ବିଭୀଷଣକୁ କହିବ। ଆହୁରି ମଧ୍ୟ କୁହାଯାଉଛି ଜ୍ୟେଷ୍ଠ ଭ୍ରାତାଙ୍କ ବଚନ ତୁମକୁ ପିତା ଲାଗିଲା ବୋଲି ତୁମେ ରାଗି କରି ଚାଲି ଆସିଲ। ଆହୁରି ମଧ୍ୟ କହିବ, ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବିଭୂତି କି ଭୁଞ୍ଜୁଥିଲୁ ବିଭୂତି ଭୂଷଣେ, ବଡ଼ କୂଳେ ଜନମି ଶରଣ କି କାରଣୀ ଯେ। ହେ ବିଭୀଷଣ, ଏ ନିଶ୍ଚିତ ଭାବରେ ତାଙ୍କୁ କହିବ, ହେ ଶୁକ ସାରଣ ମୋ ଭାଇ ବିଭୀଷଣକୁ କହିଦେବ, ସେ ବିଭୂତି ଭୋଗ କରୁଥିଲା ଲଙ୍କାରେ, ଐଶ୍ୱର୍ଯ୍ୟ ସମ୍ପଦ, ଏଠି ବିଭୂତିର ଅର୍ଥ ଏଇଆ, ସେ ଲଙ୍କାରେ ଭୋଗ କରୁଥିଲା ଯେହେତୁ ରାଜାଙ୍କ ସାନ ଭାଇ। କିନ୍ତୁ କାହିଁକି ସେ ବିଭୂତି ଭୂଷଣ ଯେଉଁ କୁହାଯାଇଛି, ଯିଏ ଭସ୍ମ, ବିଭୂତି ଅର୍ଥ ଏଠାରେ ଭସ୍ମ ବା ପାଉଁଶ, ଯିଏ ପାଉଁଶ ବୋଳି ହେଇଛି, ଏବଂ ବିଭୂତି ଅର୍ଥ ମଧ୍ୟ ବିଶେଷ ଭାବରେ ହରଣ ହୋଇଛି ଯାହାର ଭୂତି, ଅର୍ଥାତ୍ ଯେ ଦିନହୀନ ଦରିଦ୍ର ମଧ୍ୟ ହେଇପାରିବ। ଏଠାରେ ପାଉଁଶ ବୋଳା ଭସ୍ମ ବିଲେପନ ଏବଂ ଦିନ ଦରିଦ୍ର ବନବାସୀ ରାମଚନ୍ଦ୍ର ପାଦରେ କାହିଁକି ଶରଣ ପଶିଛି ସେ ବିଭୀଷଣ, ନିଶ୍ଚିତ ଭାବରେ ସେ ଉଚ୍ଚ ବଂଶଜ, ବଡ଼ କୂଳରେ ଜାତ ହୋଇଛି, ବିଶ୍ରବା ଋଷିଙ୍କ ସନ୍ତାନ, ଯିଏ ନିଶ୍ଚିତ ଭାବରେ ବ୍ରହ୍ମ ଅଂଶୀ, ଏତେ ବଡ଼ କୂଳରେ ଜନ୍ମ ହୋଇ ଛାର ବନବାସୀ ରାମପଦରେ ଶରଣ ପଶିବା ଏହା କ'ଣ ରାଜବଂଶକୁ ଶୋଭା ପାଉଛି କି? ଏହା ମୋ ଭାଇର କାନେ କାନେ କହିଦେବ। ହେ ଶୁକ ସାରଣ, ଏହା କହିଛନ୍ତି ଲଙ୍କେଶ ଦଶାନନ। ଆହୁରି ମଧ୍ୟ କହିଛନ୍ତି, ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ, ବାଦର ଚାଇ ପିତୃବ୍ୟ ବାହୁଡ଼ାଓ ସୈନ୍ୟ ଯେ। ହେ ଶୁକ ସାରଣ, ଆହୁରି ମଧ୍ୟ ତୁମେ ଅଙ୍ଗଦକୁ କହିଦେବ, ଅଙ୍ଗଦକୁ ବୋଲ, ଅର୍ଥାତ୍ ବୋଲ ଅଙ୍ଗଦକୁ, ଅଙ୍ଗଦକୁ ବୋଲିବ ବା କହିବ। କ'ଣ କହିବ? ପିତା ଶତ୍ରୁକୁ ଭକ୍ତି କଲେ ପୁଣ୍ୟ ଅର୍ଜନ ହୁଏ କି? ଯେହେତୁ ବାଳିକୁ ବିନା କାରଣରେ ରାମଚନ୍ଦ୍ର ମାରିଛନ୍ତି, ତେଣୁ ଅଙ୍ଗଦର ପିତା ଶତ୍ରୁ ହେଉଛନ୍ତି ରାମଚନ୍ଦ୍ର। ଏମନ୍ତ ପିତାଙ୍କ ଶତ୍ରୁକୁ କାହିଁକି ଯେ ଅଙ୍ଗଦ ଭକ୍ତି କରୁଛନ୍ତି ତାଙ୍କ କାନେ କାନେ କହିଦେବ। ଆହୁରି ମଧ୍ୟ କହିଦେବ, ବାଦ ରଚାଇ ପିତୃବ୍ୟ ବାହୁଡ଼ା ଓ ସୈନ୍ୟ ଯେ, ବାଦ ରଚନା କରିବ, ଅର୍ଥାତ୍ ଯିଏ ତାଙ୍କ ପିତୃବ୍ୟ ସେ ନିଶ୍ଚିତ ଭାବରେ ସୁଗ୍ରୀବ, ସୁଗ୍ରୀବ ତାଙ୍କ ଦାଦା ଅଙ୍ଗଦଙ୍କର, ଏଇ ସୁଗ୍ରୀବଙ୍କ ସହିତ ବାଦ ରଚନା କରି, ଅର୍ଥାତ୍ କଳହ କରି ସମସ୍ତ ବାନର ଯୁଦ୍ଧ, ସମସ୍ତ ବାନର ପଲଙ୍କୁ ନେଇ ସେ କିଷ୍କିନ୍ଧ୍ୟାକୁ ନିଶ୍ଚିତ ଭାବରେ ବାହୁଡ଼ି ଯିବ ଅଙ୍ଗଦ। ଏଇଭଳି ଭାବରେ କୂଟନୀତି ପ୍ରୟୋଗ କରିଛନ୍ତି କୂଟନୀତି ବିଶାରଦ ଲଙ୍କେଶ ଦଶାନନ ରାବଣ ବିଂଶ ବାହୁ ଯେଉଁ କୁହାଯାଇଛି। ଆହୁରି ମଧ୍ୟ ଏହାର ପରବର୍ତ୍ତୀ ପଦରେ କୁହାଯାଇଛି, ବିହାୟ ସେ ବିହରି ସାଗର ଜିଣି ଯାଇ, ବର୍ତ୍ତକ ସ୍ୱରୂପ ଧୃତ କେଁକେଟି ହୋ କହି ଯେ। ବିହାୟ ସେ ଅର୍ଥାତ୍ ଆକାଶରେ, ସେ ଆକାଶରେ ବିହରି ଅର୍ଥାତ୍ ବିଚରଣ କରି ଯାଉଛନ୍ତି, ସମୁଦ୍ରକୁ ଅତିକ୍ରମ କରି ଯାଉଛନ୍ତି। ବତ୍ତକ ଯେଉଁ କୁହାଯାଉଛି, ଟିଁ ଟିଆଁ ଚଢ଼େଇ ଯେଉଁ କୁହାଯାଉଛି, ସେଇଭଳି ରୂପକୁ ଧାରଣ କରିଛନ୍ତି ଏବଂ କେଁ କେଁ ଟି ହୋ ଚଢ଼େଇର ସ୍ୱରକୁ ଅନୁକରଣ କରୁଛନ୍ତି। ବର୍ତ୍ତକ ସ୍ୱରୂପକୁ ସେ ଧାରଣ କରୁଛନ୍ତି ମାୟାବୀରା ଦୈତ୍ୟ ଯିଏ କହୁଛନ୍ତି ଶୁକ ଏବଂ ସାରଣ। ଆହୁରି ମଧ୍ୟ କୁହାଗଲା, ବିଖ୍ୟାତ କରୁ ବିଂଶତି କର କହିବାର, ବୋଧ ଉଭୟ ଭୟରେ ପଳାଇ
ସତ୍ୱର ଯେ ବିଖ୍ୟାତ କରୁ ବୋଲି କୁହାଯାଇଛି। ଅର୍ଥାତ୍ ଦଶାନନ ଯାହା କହିଲେ ସେଇ କଥାକୁ ସେ ନିଶ୍ଚିତ ଭାବରେ କହୁଥିଲେ, ବିଖ୍ୟାତ କରୁଥିଲେ, ଖ୍ୟାତ କରୁଥିଲେ, ଜଣାଉଥିଲେ ଯେ ବିଂଶତି କର, ଯେ ରାବଣ ବିଂଶତି କର ଯାହା କହିଥିଲେ। କିନ୍ତୁ ଉଭୟ ବୋଧ ଉଭୟ ସେ ଭୟରେ ପଳାୟନ କଲେ ସତ୍ୱର ଅର୍ଥାତ୍ ଖୁବ୍ ଶୀଘ୍ର। ଶୁକ ସାରଣ ଅନ୍ତର୍ଧ୍ୟାନ ହୋଇଗଲେ ଜୀବନ ଭୟରେ। ଆହୁରି ମଧ୍ୟ ପରବର୍ତ୍ତୀ ପଦରେ ଅତି ମନୋଜ୍ଞ ଭାବରେ କୁହାଯାଇଛି। ବାହୁଡ଼ି ରାବଣେ କହି ଶୁଣ ଦେବ ରିପୁ, ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଯେ। ସେ ବାହୁଡ଼ି ଆସିଲେ, ଫେରି ଆସିଲେ ଏବଂ ରାବଣେ ଅର୍ଥାତ୍ ରାବଣଙ୍କୁ କହିଲେ ଫେରି ଆସି ଶୁକ ଏବଂ ସାରଣ କହିଲେ, ହେ ଦେବ ରିପୁ, ଦେବ ଅର୍ଥ ଦେବତା, ରିପୁ ଅର୍ଥ ଶତ୍ରୁ, ଦେବତାମାନଙ୍କର ଶତ୍ରୁ ରାବଣ, ହେ ବିଂଶତିକର ରାବଣ, ଆମେ ନିଶ୍ଚିତ ଭାବରେ ତୁମ ଅନୁଜଙ୍କ କାନରେ ଏକଥା କହିଲୁ ଯାହା ତୁମେ ଆମକୁ କହିଥିଲ, ଏଇ କୂଟନୀତିର କଥା। କିନ୍ତୁ ଅନୁଜ ଆପଣଙ୍କର ଅନୁଜ ଅର୍ଥାତ୍ ସାନ ଭାଇ, ତୁମ ଅନୁଜ କହିଲେ ସୀତାଙ୍କୁ ସମର୍ପଣ କଲେ ହିଁ ମୁଁ ଯିବି। ନିଶ୍ଚିତ ଭାବରେ ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଅର୍ଥାତ୍ ସମର୍ପଣ କରୁ ସୀତାଙ୍କୁ। ବଡ଼ ଭାଇ ରାବଣ ରାମଚନ୍ଦ୍ରଙ୍କ ପାଦ ତଳେ ସୀତାଙ୍କୁ ଅର୍ପଣ କଲେ ମୁଁ ହିଁ ଯିବି ବୋଲି ଏଭଳି ଅଦ୍ଭୁତ ସ୍ୱାର୍ଥ ରଖିଲେ ବିଭୀଷଣ ବୋଲି ସେ କହୁଛନ୍ତି। ବଞ୍ଚିଲୁ ଅଙ୍ଗ ଦେ ଅଙ୍ଗ ଦେବାରୁ କି ଧର୍ମେ, ବଜ୍ରାଘାତ ସମତଳ ପ୍ରହାରିଲା ବ୍ୟୋମେ ଯେ। ଅଙ୍ଗଦଙ୍କ ଦୟାରୁ ଜୀବନ ନେଇ ଆମେ ତୁମ ପାଖରେ ସଶରୀରେ ପ୍ରବେଶ କରିଛୁ। ହେ ଲଙ୍କେଶ ଦଶାନନ, ଆମେ ଶୁକ ସାରଣ ଧର୍ମ ବଳରୁ ଆମେ ଦେହ ନେଇ ଏଠିକି ଫେରି ଆସିପାରିଛୁ। କାରଣ ବଜ୍ରାଘାତ, ବଜ୍ର ପରି ଆଘାତ ଯୁକ୍ତ, ସମ ସମାନ, ତଳ ଅର୍ଥାତ୍ ଚାପୁଡ଼ା, ବଜ୍ରାଘାତ ପରି ଚାପୁଡ଼ା ପ୍ରହାରିଲା ଆକାଶ ମାର୍ଗକୁ ଯେଉଁ କୁହାଯାଉଛି ଅଙ୍ଗଦ, ଏଇ କଥା କୁହାଯାଇଛି। ବାଜିଥିଲେ ଚୂର୍ଣ୍ଣ ବାପା ତାଳେ ଭୋଜିଥିବ, ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ। ଯଦି ସେ ଚାପୁଡ଼ା ବାଜିଥିବ ବିନ୍ଧ୍ୟ ପର୍ବତରେ ସେ ନିଶ୍ଚିତ ଭାବରେ ପାତାଳଗାମୀ ହେବ ଏବଂ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯିବ। ନିଶ୍ଚିତ ଭାବରେ ଏଇଭଳି ଏକ ବଜ୍ର ସମାନ ଚାପୁଡ଼ା ପ୍ରହାର କଲା ଅଙ୍ଗଦ ଏବଂ ବିନ୍ଧ୍ୟ ପର୍ବତ ମଧ୍ୟ ରସାତଳଗାମୀ ହୋଇଯିବ ଅଙ୍ଗଦଙ୍କ ଚାପୁଡ଼ାରେ, ଯେଉଁଥିରେ ଭାନୁ ଅର୍ଥାତ୍ ସୂର୍ଯ୍ୟଦେବ ବେଶ୍ ଖୁସି ପ୍ରକଟ କରିବେ। କାରଣ ବିନ୍ଧ୍ୟ ପର୍ବତ ପ୍ରତିଦିନ ତାର ବର୍ଦ୍ଧିତ କଳେବର ନେଇ ଉଭା ହୁଏ, ଯେଉଁଥିରେ ସୂର୍ଯ୍ୟଙ୍କ କିରଣ ପର୍ବତର ଏପାଖରୁ ସେପାଖରେ ପଡ଼ିବାରେ ବାଧା ସୃଷ୍ଟି ହୁଏ ଏବଂ ସୂର୍ଯ୍ୟଦେବ ଅସନ୍ତୁଷ୍ଟ ହୁଅନ୍ତି। ଏହି କାରଣରୁ ଯଦି ଅଙ୍ଗଦଙ୍କ ଚାପୁଡ଼ା ବିନ୍ଧ୍ୟ ପର୍ବତରେ ବାଜିଥିବ ସେ ନିଶ୍ଚିତ ଚୁନା ଚୁନା ହୋଇଯିବ ଏବଂ ପାତାଳଗାମୀ ହେବ, ଯାହାଫଳରେ କି ବେଶୀ ସୂର୍ଯ୍ୟ ଦେବତା ହିଁ ଖୁସି ହେବେ। ଏହା କୁହାଯାଇଛି। ବଳ କେତେ ବୋଲୋ ବୋଲୁ ଯେତେ ଶଙ୍ଖ ସେହି, ବାରି ରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ। ରାବଣ ପୁନଶ୍ଚ ପ୍ରଶ୍ନ କରୁଛନ୍ତି ଶୁକ ସାରଣକୁ, ଏବେ କହ ତ ଏଇ ବନବାସୀ ଛାର ରାମର ବଳ କେତେ ଅର୍ଥାତ୍ ତାର ସଂଖ୍ୟା କେତେ, ତାର ସୈନ୍ୟବଳ କେତେ? କିନ୍ତୁ ଶୁକ ସାରଣ କହୁଛନ୍ତି ବାରି ରାଶିରେ ଅର୍ଥାତ୍ ବାରି ଅର୍ଥ ଜଳ, ଜଳ ରାଶିରେ ଜନିତ ଜନ୍ମ ହୋଇଥିବା ଯେଉଁ କୁହାଯାଉଛି ଏତେ ଶଙ୍ଖ ନାହିଁ। ଅର୍ଥାତ୍ ବାରିଧି ସମୁଦ୍ରରେ ଯେତେ ଶଙ୍ଖ ନାହିଁ ସେତେ ଶଙ୍ଖ ନିଶ୍ଚିତ ଭାବରେ ରାମଚନ୍ଦ୍ରଙ୍କ ପାଖରେ ଉପସ୍ଥିତ ଅଛନ୍ତି। ଏଠାରେ ଶଙ୍ଖ ଏବଂ ଶଙ୍ଖ, ଗୋଟିଏ ଶଙ୍ଖ ସଂଖ୍ୟା ବିଶେଷ, ଆଉ ଏକ ଶଙ୍ଖ ନିଶ୍ଚିତ ଭାବରେ ସାମୁଦ୍ରିକ ଯେଉଁ ଜୀବ ନିଶ୍ଚିତ ଭାବରେ ଶଙ୍ଖ ବୋଲି କୁହାଯାଇଛି। ଉପେନ୍ଦ୍ର ସାହିତ୍ୟରେ ପ୍ରତି ଶବ୍ଦର ଦ୍ୱିବିଧ ଅର୍ଥ ନିଶ୍ଚିତ ଭାବରେ ଏଠାରେ ପ୍ରକଟିତ ହୋଇଛି। ଏତେ ସଂଖ୍ୟାରେ ଯେଉଁ କୁହାଯାଉଛି ବାନର ପଲ ଅଛନ୍ତି ଯେ ବାରି ରାଶିରେ ଅର୍ଥାତ୍ ଜଳଧିରେ ସମୁଦ୍ରରେ ଏତେ ସଂଖ୍ୟାରେ ଶଙ୍ଖ ମଧ୍ୟ ଉତ୍ପନ୍ନ ହୋଇପାରିବେ ନାହିଁ, ଏହା ବୁଝେଇ ଦେଉଛନ୍ତି ଶୁକ ସାରଣ। ଏବଂ ପରବର୍ତ୍ତୀ ପଦରେ ମଧ୍ୟ ଅତି ସୁନ୍ଦର ଭାବରେ କୁହାଯାଇଛି। ବିତରଣେ ସାଗର
କି ପାଞ୍ଚ ପଚାରିଲା ବିହେରାମ କୁଶ ଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ। ବିତରଣେ ଏଠି କୁହାଯାଇଛି ସାଗରକୁ ପାରି ହେବା ପାଇଁ, ବିତରଣେ ସାଗର, ସାଗରକୁ ପାରି ହେବା ପାଇଁ କି ପାଞ୍ଚ ଅର୍ଥାତ୍ ଉପାୟ। ଏଇ ବନବାସୀ ରାମଚନ୍ଦ୍ର ସାଗରକୁ ପାରି ହେବା ପାଇଁ କେଉଁ ଉପାୟ ଅବଲମ୍ବନ କରୁଛି କି? ଏଠାରେ ଶୋକସାରଣ ବୁଝେଇ କହୁଛନ୍ତି ବିହେ ଅର୍ଥାତ୍ ବିଧାନ କରୁଛନ୍ତି ରାମଚନ୍ଦ୍ର କୁଶଶଯ୍ୟାରେ ଶୟନ କରି ଯେ ନିଶ୍ଚିତ ଭାବରେ ବରୁଣ ଦେବତାଙ୍କୁ ପ୍ରସନ୍ନ କରୁଛନ୍ତି। ଏଇ ପ୍ରତି ଉତ୍ତର ଦେଉଛନ୍ତି ଶୁକ ଏବଂ ସାରଣ। ଏହାପରେ ଏହାର ଶେଷ ପଦ ଅତ୍ୟନ୍ତ ଚମତ୍କାର, ଯାହା କୁହାଯାଇଛି ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ। ରାବଣ କହୁଛନ୍ତି ହେ ଶୋକ ସାରଣ, ନର ଏବଂ ବାନର ମୋର ଭକ୍ଷ, ସେମାନେ ଖାଦ୍ୟ ଆଉ ଖାଦକର କେଉଁଠି ସମ୍ବନ୍ଧ ହେଇଛି କି, ସମ୍ପର୍କ ହେଇଛି କି? ଆମେ ସେମାନଙ୍କୁ ନିଶ୍ଚିତ ଭାବରେ ଖାଇଯିବୁ। ଏହି ଅର୍ଥରେ କୁହାଯାଇଛି ସେ ବିରସକୁ ମନ୍ଦ କରିଛି ଅର୍ଥାତ୍ ଦୁଃଖିତ ଭାବନାକୁ ଆହୁରି ମଧ୍ୟ କୁହାଯାଇଛି ଅତ୍ୟନ୍ତ ଖରାପ ଦୃଷ୍ଟିରେ ଦେଖିଛି। ବିରସ ଅର୍ଥାତ୍ ଦୁଃଖିତ, ଯିଏ ହରସ ହେଉନାହିଁ, ଏହି ବିରସ କଥା କୁହାଯାଇଛି। ସେ ବିରସ ପଣିଆକୁ, ଦୁଃଖିତ ପଣିଆକୁ ମନ୍ଦ କରିଛି ଅର୍ଥାତ୍ ଏହାକୁ ଦୂର କରିଦେଇଛି। ଏଠାରେ ମନ୍ଦ ଏବଂ ମନ୍ଦ, ମନ୍ଦ ଅର୍ଥ ଖରାପ ଅର୍ଥ, ମନ୍ଦ ଅର୍ଥ ଅଳ୍ପ କୁହାଯାଇଛି, ଦୁଇଟି ଅର୍ଥ ମନ୍ଦର। ଏହି ବିରସକୁ ମନ୍ଦ କରି ମନ୍ଦ ହାସ ଜନ୍ମେ, ଅଳ୍ପ ଅଳ୍ପ ହାସ୍ୟରେଖା, ସ୍ମିତ ହାସ୍ୟରେଖା ତା ଅଧରରେ ଉକୁଟି ଉଠିଲା, ଅଳ୍ପ ହାସ୍ୟରେଖା, ଏଠି ମନ୍ଦର ଅର୍ଥ ଅଳ୍ପ। ଏଇଭଳି ଭାବରେ ଆହୁରି ମଧ୍ୟ କହୁଛନ୍ତି ବୋଲେ କି କରିବ ଏଡ଼େ ହୀନ ପରାକ୍ରମେ ଯେ, ସେ ହୀନ ପରାକ୍ରମ ନରବାନର ଭକ୍ଷ୍ୟବସ୍ତୁ ଯେଉଁମାନେ ଯେଉଁ ଦୁନିଆରେ ଖାଦ୍ୟ ଏବଂ ଖାଦକର କେବେ ହେଲେ ସମ୍ବନ୍ଧ ହୁଏ ନାହିଁ, ନିଶ୍ଚିତ ଭାବରେ ସେ କିଭଳି ମୋ ସହିତ ଯୁଦ୍ଧ କରିବ ଛାର ବନବାସୀ ରାମଚନ୍ଦ୍ର, ଏହା କହୁଛନ୍ତି ରାବଣ। ଏଇଭଳି ଭାବରେ ଏଇ 40ତମ ଛାନ୍ଦ ବୈଦେଶୀ ବିଳାସର ଅନୁପମ କାବ୍ୟ ବିଭା ରାଗ ଆଶାବରୀ ଛନ୍ଦ ନିୟମରେ ରଚିତ ଏବଂ ଏହାର ଅନେକ ଭିଡ଼ିଓ ମୁଁ ବହୁତ ପୂର୍ବରୁ ପିଲାମାନେ କରିସାରିଛି। ଯଦି ସମ୍ଭବ ହୁଏ ତାହାକୁ ଦେଖିନେବ ନିଶ୍ଚିତ ଭାବରେ। ଆଜି ପାଇଁ ଏତିକି। ବନ୍ଦେ ଉତ୍କଳ ଜନନୀ।